ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଆଜି ଏଇ ଶୁଭ ସକାଳକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଚାଲନ୍ତୁ ସକାଳୁ ସକାଳୁ ଆଜି କ'ଣ କଲେ ଜାଣିବା। ଫାର୍ଷ୍ଟ ଆମେ କିଚେନ୍କୁ ଯିବା। ରୋଷେଇ ଘରେ ଅଲରେଡ଼ି ଚାହା ବସି ସାରିଲାଣି। ଆମ ଶାଶୁ ମା ବସେଇ ଦେଇଛନ୍ତି ଚାହା। ଦେନ୍ ଟିକେ ବାହାରକୁ ପଳେଇ ଆସିଲି। ଯାଇଛନ୍ତି ଶାଶୁ ଶ୍ୱଶୁର ଟିକେ ଜଳଖିଆ ଆଣିବାକୁ। ବାହାରେ ଟିକେ ବସି ପଇଲି। ଟିକେ ଆମ ବୃନ୍ଦାବତୀ ଠାକୁର ଜଷ୍ଟ ଟିକେ ବାହାରେ ଟିକେ ବସି ପଡ଼ିଛ। ତ ମା ଯାଇଥିଲେ ଆମର ସନ୍ତୋଷୀ ମା ମନ୍ଦିର ପୂଜା କରିବାକୁ। ଆସିକିନା ଘର ଚାରିପାଖେ ପଞ୍ଚାବୃତ ଛୁଞ୍ଚୁଛନ୍ତି। ତାପରେ ମା ଯେଉଁ ସୁଜି ହାଲୁଆ କରିଥିଲେ ଆମେ ମା ପୁଅ ମିଶିକି ଖାଉଛୁ। ମୋ ପୁଅ ଫାଷ୍ଟ ଯାହା ଖାଇବ ଫାଷ୍ଟ ସିଏ ଆଗେ ବସିବ, ନହେଲେ ତା'ର ହେବ ନାହିଁ। ଫାଷ୍ଟ ସିଏ ଆସି ବସିବା କଥା ବସିବ, ମା କ'ଣ ଖାଉଛି। ତାପରେ ଆମେ ଦୁଇ ଜଣ ବସିଗଲୁ ସୁଜି ହାଲୁଆ ଖାଇବାକୁ। ତାପରେ ମୁଁ ତାକୁ ମାଗୁଛି ଦେ ମୋତେ ଟିକେ ସୁଜି ହାଲୁଆ ଦେ, କିନ୍ତୁ ସେ ମୋ ପୁଅ ମୋତେ ଦେଉନି, ସୁଜି ହାଲୁଆ ଖାଇବାକୁ ଦେଉନି, ବିଲକୁଲ ବି ଦେଉନି। ଦେନ୍ ତାପରେ ଆମେ ପଳେଇଲୁ ରୋଷେଇ ଘରକୁ। ଆମ ଶାଶୁ ମା ବସିକି ଅଟା ଚକୁଡ଼ୁଛନ୍ତି। ଅଟା ଚକୁଡ଼ିଲେ ଆମର ପୁରୀ ହେବ। ଏଠି ମଟର ଆଉ ବିରି ଅଲରେଡ଼ି ତିନ୍ତା ହେଇଯାଇଛି ଆମର ରାତିରେ ଚକୁଳି ହେବା ପାଇଁ। ତାପରେ ଦେନ୍ ମା ମଟର ଆଳୁ ସିଝେଇ ଦେଇଛନ୍ତି। ଅବି ତରକାରୀ ହେବ, ଆଳୁ ତରକାରୀ। ତାପରେ ଆମେ ଯେଉଁ ସୁଜି ହାଲୁଆ ଖାଇଥିଲୁ ସେ ସୁଜି ହାଲୁଆ ଟିକେ ବଞ୍ଚି ଯାଇଥିଲା। ମା କରିଥିଲେ ସୁଜି ହାଲୁଆ। ତାପରେ ଆମେ ଶାଶୁ ବୋହୂ ମିଶିକି ଲାଗିଗଲୁ ରୋଷେଇ କରିବାକୁ, ତରକାରୀ ଆଉ ପୁରୀ। ତ ମୁଁ ଆଳୁ ଛଡ଼େଇ ଦେଉଛି। ଆଳୁ ଛଡ଼େଇ ସାରିଲା ପରେ ମାଆଙ୍କର ମୋର ଟିକେ ଗପସପ ହେବାକୁ ଲାଗିଗଲୁ। ଯେଉଁଥିପାଇଁ ମା ମୋତେ କିଛି କହିଦେଲେ, ମୁଁ ଜୋରରେ ହସି ପକେଇଲି। ଦେନ୍ ତାପରେ ତରକାରୀ କରିବାକୁ ଲାଗି ପଡ଼ିଲୁ। ଯେହେତୁ ଆଜି ଶୁକ୍ରବାର ମାଆଙ୍କର ସନ୍ତୋଷୀ ମା ପୂଜା, ଆମେ କିଛି ବି ହାତ ମାରିବୁନି। କାହିଁକି ନା ସନ୍ତୋଷୀ ମାଆଙ୍କର ବହୁତ ନୀତି ନିୟମ ଥାଏ, ସେଥିପାଇଁ ଆମେ କିଛି ବି ହାତ ମାରିବୁନି। ତ ଆଜି ଶାଶୁ ମା ସବୁ ପୁରୀ ଆଉ ଆଳୁ ମଟର ତରକାରୀ ସବୁ କରିଦେଇଛନ୍ତି। ମା ଅଲରେଡ଼ି ତରକାରୀ କରିକି ରଖିଦେଇଛନ୍ତି। ଆଳୁ ତରକାରୀ ଅଲରେଡ଼ି କରିକି ରଖିଦେଇଛନ୍ତି ମା। ତ ଆମର ସନ୍ଧ୍ୟା ହେଇଯାଇଛି। ତ ମୁଁ ସଞ୍ଜ ଦେବା ପାଇଁ ବାହାରି ଯାଇଛି, ରେଡ଼ି ହେଇଯାଇଛି ମୁଁ। ତାପରେ ସଞ୍ଜ ଦେଇକି ଆସିଲା ଶାଢ଼ୀ ଭାଙ୍ଗିକି ରଖିଦେଲି। ତ ଏବେ ଚାଲନ୍ତୁ ଯିବା ଆମ ରୋଷେଇ ଘରକୁ, କ'ଣ ହେଇଛି ଜାଣିବା। ତ ଆଣ ବଟା ହେଇଯାଇଛି ଚକୁଳି କରିବା ପାଇଁ ଆଣ ରେଡ଼ି ହେଇଯାଇଛି। ତାପରେ ମଟର ଆଳୁ ସିଝା ବି ହେଇଯାଇଛି। ଯେହେତୁ ମୁଁ ଖାଇବିନି ଚକୁଳି, ତ ମୁଁ ଅଟା ଚକୁଡ଼ି ଦେଇଛି ରୁଟି କରିବା ପାଇଁ। ତ ମୁଁ ରୁଟି କରିସାରିଲା ପରେ ମା ଆସିଲେ ତାଙ୍କର ମଟର ଆଳୁ ତରକାରୀ କରିବେ। ତ ମା ମୋର ମଟର ଆଳୁ ତରକାରୀ ଅଲରେଡ଼ି କରିଦେଇଛନ୍ତି, ବହୁତ ସୁନ୍ଦର ଭାବେ ହେଇଛି। ତାପରେ ଦେନ୍ ମୁଁ ଚକୁଳି କରିଦେଲି, କାରଣ ଆମ ପତିଦେବ ଖାଇବେ ଚକୁଳି। ତ ଆମେ ଖାଇବାକୁ ବସିଗଲୁ ମଟର ଆଳୁ ତରକାରୀକୁ, ରୁଟି ଆଉ ଚକୁଳି। ତ ଆପଣମାନଙ୍କୁ ମୋ ବ୍ଲଗ୍ କେମିତି ଲାଗିଲା ତ ଆପଣ ମୋ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ରହିଲି, ଜୟ ଶ୍ରୀ ଜଗନ୍ନାଥ, ଶୁଭରାତ୍ରି। ଦେଖା ହେବା ନେକ୍ସଟ ଏପିସୋଡ଼ରେ। ବାଏ।